বন্ধুগণ উৎসব পালন କରିବାକୁ ପ୍ରସ୍ତୁତ ହୁଅନ୍ତୁ। ସମୃଦ୍ଧି ଏବଂ ସଫଳତାର ଦାତା ପ୍ରଭୁ ଗଣେଶ ଏବଂ ଧନର ଦେବୀ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଯୋଗୁଁ ଆପଣ ଏପ୍ରିଲ 2 ରୁ 30 ମଧ୍ୟରେ 5ଟି ବଡ଼ ଶୁଭ ଖବର ପାଇବାକୁ ଯାଉଛନ୍ତି। ଅର୍ଥାତ୍ 2026 ଏପ୍ରିଲ ମାସର ଏହି ସମ୍ପୂର୍ଣ୍ଣ ମାସରେ ଆପଣଙ୍କର ସମ୍ପୂର୍ଣ୍ଣ ପରିବାର ଆନନ୍ଦରେ ଏକାଠି ନାଚିବେ। ମୁଁ ଆପଣଙ୍କ ପାଇଁ ଏପରି 5ଟି ବଡ଼ ଖବର ଆଣିଛି ଯାହା ଶୁଣିବା ପରେ ଆପଣଙ୍କ ପରିବାରର ସଦସ୍ୟମାନେ ନାଚିବାକୁ ଲାଗିବେ ଏବଂ ଉଲ୍ଲାସର ସହିତ ଏକାଠି ପାଳନ କରିବେ, ମିଠା ବାଣ୍ଟିବେ। ଏପ୍ରିଲ 2 ରୁ 30 ତାରିଖ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଏକ ଅସାଧାରଣ ଭାଗ୍ୟବାନ ସମୟ ପ୍ରମାଣିତ ହେବ। ବନ୍ଧୁଗଣ ଏହି ନିର୍ଦ୍ଦିଷ୍ଟ ସମୟ ସୀମା ପୂର୍ଣ୍ଣ 11 ବର୍ଷ ପରେ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭ ସଂଯୋଜନକୁ ଚିହ୍ନିତ କରେ। ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ଆପଣଙ୍କ ରାଶି ଅଧୀନରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଅନେକ ଦୁର୍ଲଭ ଏବଂ ଶକ୍ତିଶାଳୀ ଜ୍ୟୋତିଷ ମିଶ୍ରଣ ଏକ ସଙ୍ଗରେ ମିଳୁଛି। ଫଳସ୍ୱରୂପ ଆପଣ 5ଟି ପ୍ରମୁଖ ଶୁଭ ସମାଚାର ପାଇବେ ଏବଂ ଆପଣଙ୍କର ସମଗ୍ର ପରିବାର ଏକତ୍ର ଆନନ୍ଦରେ ପାଳନ କରିବେ। ବନ୍ଧୁଗଣ ଏହି ସମୟ ପାଇଁ ଅତ୍ୟନ୍ତ ଶୁଭ ଯୋଗର ସଙ୍ଗମ ରହିଛି। ଶୁଭ ଲାଭ ଯୋଗ, ଗଜଲକ୍ଷ୍ମୀ ଯୋଗ, ବୁଧାଦିତ୍ୟ ଯୋଗ ଏବଂ ଗଜକେଶରୀ ଯୋଗ ସହିତ ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଧନ ଯୋଗ ଏବଂ ରାଜଯୋଗ। ଏହା ବ୍ୟତୀତ ଆର୍ଥିକ ଲାଭ ସହିତ ନିଯୁକ୍ତି ଏବଂ କ୍ୟାରିୟର ଉନ୍ନତି ସହିତ ଜଡ଼ିତ ସୁଯୋଗର ଏକ ଦୃଢ ସୂଚନା ମଧ୍ୟ ଅଛି। ଫଳସ୍ୱରୂପ ଏହି ସମୟ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ସୌଭାଗ୍ୟବାନ ଏବଂ ଆନନ୍ଦପୂର୍ଣ୍ଣ ସମୟ ପ୍ରମାଣିତ ହେବ। ତେଣୁ ବନ୍ଧୁଗଣ ଏହି 5ଟି ପ୍ରମୁଖ ଶୁଭ ଖବର କଣ? ଆପଣଙ୍କର ଜୀବନର କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆପଣ ଏହି ଆଶୀର୍ବାଦ ଅନୁଭବ କରିବେ? ଆମେ ଏହି ଭିଡିଓରେ ଆପଣଙ୍କୁ ଏସବୁ କିଛି ପ୍ରକାଶ କରିବୁ। ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କହୁଛି, ଯେଉଁମାନେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତି ସେମାନେ ନିଜେ ଅନୁଭବ କରିବେ ଯେ ଏହି ବର୍ତ୍ତମାନର ସମୟ ସେମାନଙ୍କ ପାଇଁ କେତେ ଅବିଶ୍ୱସନୀୟ, ବିଶେଷ କରି ବିଗତ ସମୟ ସହିତ ତୁଳନା କଲେ। କାରଣ ବନ୍ଧୁଗଣ ନିକଟ ଅତୀତରେ ଆପଣ ଯେଉଁ କଠିନ ପରିଶ୍ରମ ଏବଂ ପ୍ରୟାସ ବିନିଯୋଗ କରିଛନ୍ତି ତାହା ଶେଷରେ ସଫଳତା ପାଇବା ପାଇଁ ପ୍ରସ୍ତୁତ। ଆପଣ ଯଥେଷ୍ଟ ଲାଭ ପାଇବାର ଦ୍ୱାରରେ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ଏବଂ ସ୍ମାରକୀ ସଫଳତା। ଆପଣ ସଫଳତାର ଉଚ୍ଚତାକୁ ଆରୋହଣ କରିବାକୁ ଯାଉଛନ୍ତି ଏବଂ ଅନ୍ୟମାନେ ପ୍ରଶଂସାରେ ଚାହିଁ କହିବେ, ବାଃ ସେମାନଙ୍କର କି ଅବିଶ୍ୱସନୀୟ ଭାଗ୍ୟ ଅଛି। ତେଣୁ ବନ୍ଧୁଗଣ ଏହି ସମ୍ପୂର୍ଣ୍ଣ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ନିଶ୍ଚିତ କରନ୍ତୁ। ଏହି ଭିଡିଓର ପ୍ରତ୍ୟେକ ଅଂଶ ଏବଂ ଏଥିରେ ଆଲୋଚନା ହୋଇଥିବା ପ୍ରତ୍ୟେକ ବିନ୍ଦୁ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମହାନ ଲାଭଦାୟକ। ଏହି ଭିଡିଓରେ ଆମେ ଆପଣଙ୍କ ସହିତ 5ଟି ପ୍ରମୁଖ ଶୁଭ ଖବର ବାଣ୍ଟିବାକୁ ଯାଉଛୁ। କିଛି ସତର୍କତା ଏବଂ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ସହିତ ଯାହା ଏହି ସମୟ ମଧ୍ୟରେ ଆପଣଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଲାଭଦାୟକ ସାବ୍ୟସ୍ତ ହେବ। ଯଦି ଆପଣ ଏହି ବିନ୍ଦୁ ଗୁଡ଼ିକୁ ଧ୍ୟାନ ଦିଅନ୍ତି ଏବଂ ସେଗୁଡ଼ିକୁ ଆପଣଙ୍କର ଦୈନନ୍ଦିନ ଜୀବନରେ ସାମିଲ କରନ୍ତି ତେବେ ଆପଣ ନିଃସନ୍ଦେହରେ ବର୍ତ୍ତମାନର ପୁରସ୍କାର ପାଇବେ। ଏହା ସହିତ ଆପଣ ଆଗାମୀ ସମୟରେ ଭବିଷ୍ୟତରେ ଏହି ଅନ୍ତର୍ଦୃଷ୍ଟିରୁ ଲାଭ ପାଇବା ଜାରି ରଖିବେ। ତେଣୁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭିଡିଓ। ନିଶ୍ଚିତ କରନ୍ତୁ ଯେ ଆପଣ ଏହାକୁ ସମ୍ପୂର୍ଣ୍ଣ ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ପ୍ରକାଶ କରିବୁ ଯେ କିପରି ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କର ଦିବ୍ୟ କୃପା ଆପଣଙ୍କ ଉପରେ ଏପ୍ରିଲ 1 ରୁ ଏପ୍ରିଲ 30 ପର୍ଯ୍ୟନ୍ତ ଅର୍ଥାତ୍ ସାରା ଏପ୍ରିଲ ମାସ ପର୍ଯ୍ୟନ୍ତ ବର୍ଷିବ। ଆମେ ଏହା ମଧ୍ୟ ଉଲ୍ଲେଖ କରିବୁ ଯେ କେଉଁ ପ୍ରମୁଖ ଶୁଭ ଖବର ଆପଣଙ୍କ ପାଇଁ ଅପେକ୍ଷା କରିଛି ଏବଂ ଆପଣଙ୍କ ଜୀବନର କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆପଣ ସେଗୁଡ଼ିକୁ ପାଇବାକୁ ଆଶା କରିପାରିବେ। ଏହା ବ୍ୟତୀତ ଆପଣଙ୍କ ସୂଚନା ପାଇଁ ଆମେ ଆପଣଙ୍କୁ କହିବୁ ଯେ ଯେଉଁମାନେ ପ୍ରକୃତରେ ଏହା କରିବାକୁ ନିୟତ ଅଟନ୍ତି ସେମାନେ ହିଁ ଆଜି ଏହି ଭିଡିଓ ଦେଖିପାରିବେ। ଏହା ଏତେ ବଡ଼ ଶୁଭତାର ଭିଡିଓ ଯେ ଯିଏ ଏହାକୁ ଅଣଦେଖା କରିବାକୁ ବାଛିବ କିମ୍ବା ଏହାକୁ ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ବିଫଳ ହେବ ସେ ଏହାକୁ ଗଭୀର ଭାବରେ ଅନୁତାପ କରିବ।
କାରଣ ମହାନ ସୁଯୋଗ ସେମାନଙ୍କ ହାତରୁ ଖସିଯିବ। ତେଣୁ ଅନ୍ୟ ସମସ୍ତ କାର୍ଯ୍ୟକୁ ଏହି ମୁହୂର୍ତ୍ତ ପାଇଁ ପାସୋରି ଦିଅନ୍ତୁ ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓକୁ ଦେଖିବା ପାଇଁ ପ୍ରାଥମିକତା ଦିଅନ୍ତୁ। କାରଣ ଏହି ସମୟ ଦୀର୍ଘ 11 ବର୍ଷ ପରେ ଘଟିବା ଏକ ବିରଳ ଏବଂ ଶୁଭ ମହାଜାଗତିକ ସଂଯୋଜନକୁ ଚିହ୍ନିତ କରେ। ଭିଡିଓଟିରେ ଆଗକୁ ବଢିବା ପୂର୍ବରୁ ଆମେ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କର ସମସ୍ତ ପ୍ରକୃତ ଭକ୍ତଙ୍କୁ ଏହି ଭିଡିଓକୁ ଲାଇକ୍ କରିବାକୁ ନିମନ୍ତ୍ରଣ କରୁଛୁ। ଏହା ସହିତ ସଫା ହୃଦୟରେ କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ ଏବଂ ଜୟ ମାତା ଲକ୍ଷ୍ମୀ ଲେଖିବାକୁ ଭୁଲନ୍ତୁ ନାହିଁ, ଯାହା ଦ୍ୱାରା ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ ଏବଂ ଆପଣଙ୍କ ଉପରେ, ଆପଣଙ୍କ ଘର ଉପରେ ଏବଂ ଆପଣଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ସେମାନଙ୍କର ଅନନ୍ତ ଆଶୀର୍ବାଦ ବୃଷ୍ଟି କରିପାରିବେ। ତେଣୁ ବନ୍ଧୁଗଣ, ଆଉ ସମୟ ନଷ୍ଟ ନ କରି ଆସନ୍ତୁ ଆଲୋଚନା କରିବା ଯେ କିପରି ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଏପ୍ରିଲ 2 ରୁ ଏପ୍ରିଲ 30 ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କର ଦିବ୍ୟ କୃପା ହେତୁ ଆପଣଙ୍କ ରାଶିର ଲୋକଙ୍କ ପାଇଁ ଘଟିବ। ଆସନ୍ତୁ ଆରମ୍ଭ କରିବା। ବନ୍ଧୁମାନେ, ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଯୋଗୁଁ ଆପଣଙ୍କ ପାଇଁ ଏକ ଅସାଧାରଣ ସୌଭାଗ୍ୟବାନ ସମୟ ଭାବରେ ଏହା ପ୍ରମାଣିତ ହେବାକୁ ପ୍ରସ୍ତୁତ। ଏହି 30 ଦିନର ସମୟ ମଧ୍ୟରେ ଆପଣଙ୍କୁ ପ୍ରଥମେ ଜାଣିବା ଉଚିତ ଯେ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଲାଭ ହେଉଛି ଆର୍ଥିକ ଲାଭ। ଧନ ଅର୍ଜନ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ ପ୍ରମାଣିତ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷିବ। ଏହି ସମ୍ପୂର୍ଣ୍ଣ ସମୟ ଧନର ପ୍ରବାହ ଦ୍ୱାରା ପରିଗଣିତ ହେବ। ପ୍ରକୃତରେ ଏହା ଏପରି ଏକ ସମୟ ଯାହା ଆପଣଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିବ। କାରଣ ବର୍ତ୍ତମାନ ଗ୍ରହ ସଂଗତି ଆପଣଙ୍କ ପାଇଁ ଅନୁକୂଳ। ଶକ୍ତିଶାଳୀ ରାଜଯୋଗ ଏବଂ ଗଜକେଶରୀ ଯୋଗ ଗଠନ କରୁଛି, ବିଶେଷ ମିଶ୍ରଣ ଯାହା ଧନ ଏବଂ ସମୃଦ୍ଧିର ପ୍ରାପ୍ତିକୁ ସୂଚିତ କରେ। ତେଣୁ ଆପଣଙ୍କୁ ଏହି ସମୟର ସର୍ବାଧିକ ଉପଯୋଗ କରିବାକୁ ପଡ଼ିବ। ଆର୍ଥିକ ଲାଭ ପାଇଁ କୌଣସି ସୁଯୋଗକୁ ଆପଣଙ୍କ ହାତରୁ ଖସିଯିବାକୁ ଦିଅନ୍ତୁ ନାହିଁ। ଏହା ବ୍ୟତୀତ ଏହି ସମୟରେ ଘଟୁଥିବା ଯେକୌଣସି ଗ୍ରହ ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ, କାରଣ ମହାଜାଗତିକ ସଂଯୋଜନା ଆପଣଙ୍କ ପାଇଁ ଅନୁକୂଳ ହୋଇଛି। ପୂର୍ବରୁ ଯେଉଁ କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭାଙ୍ଗି ପଡ଼ିବା ପରି ମନେ ହେଉଥିଲା, ସେଗୁଡ଼ିକ ଏବେ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ଦ୍ୱାରା ସଫଳତାର ସହ ସାକାର ହେବା ଆରମ୍ଭ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟ ନିଯୁକ୍ତି ସମ୍ବନ୍ଧୀୟ ବିଷୟଗୁଡ଼ିକ ପାଇଁ ଅସାଧାରଣ ଭାବରେ ଅନୁକୂଳ ହେବାର ପ୍ରତିଶ୍ରୁତି ଦେଉଛି। ଏହା ଦ୍ୱାରା ଆମର ଅର୍ଥ ହେଉଛି ଯେ ଯଦି ଆପଣ ଏକ ଚାକିରି ସୁରକ୍ଷିତ କରିବାକୁ ଆକାଂକ୍ଷା କରନ୍ତି, ବିଶେଷ କରି ଆପଣ ଯାହା ଇଚ୍ଛା କରନ୍ତି, ତେବେ ଏହି ସମୟରେ ଆପଣ ତାହା ପାଇବାର ସମ୍ଭାବନା ବହୁତ ଅଧିକ। ତଥାପି ଆପଣଙ୍କୁ ନିଜର ପ୍ରୟାସ ଜାରି ରଖିବାକୁ ପଡ଼ିବ। ଯଦି ଆପଣ ସମ୍ପ୍ରତି ଏକ ସାକ୍ଷାତକାର ପାଇଁ ଉପସ୍ଥିତ ହୋଇଛନ୍ତି, ତେବେ ଆପଣ ଏହି ସମୟ ମଧ୍ୟରେ ଏଥିରୁ ସକାରାତ୍ମକ ଫଳାଫଳ ପାଇବାର ଆଶା କରିପାରିବେ। ଏହା ସହିତ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ ଯେଉଁଠାରେ ଆପଣଙ୍କୁ ଚାକିରି ସୁରକ୍ଷିତ କରିବା ପାଇଁ ସାକ୍ଷାତକାର ପାଇଁ ଉପସ୍ଥିତ ହେବାକୁ ପଡ଼ିବ। ତେଣୁ କେବଳ ଏହି ସମୟର ସର୍ବାଧିକ ଉପଯୋଗ କରିବାକୁ ପ୍ରସ୍ତୁତ ରୁହନ୍ତୁ। ଯଦି ଆପଣ ବର୍ତ୍ତମାନ ଚାକିରି କରୁଛନ୍ତି, ତେବେ ଆପଣଙ୍କ ଚାକିରିରେ ପଦୋନ୍ନତିର ଦୃଢ ସୂଚନା ଅଛି। ଆପଣଙ୍କୁ ଦରମା ବୃଦ୍ଧି ମିଳିପାରେ ଏବଂ ଏହା ବ୍ୟତୀତ ଯଦି ଆପଣ ସ୍ଥାନାନ୍ତର ଯୋଜନା କରୁଛନ୍ତି, ବିଶେଷ କରି ଆପଣଙ୍କର ଚାକିରି ସହିତ ଜଡ଼ିତ, ତେବେ ଆପଣ ସଫଳତାର ସହ ଆପଣଙ୍କର ଇଚ୍ଛିତ ସ୍ଥାନାନ୍ତର ହାସଲ କରିବେ। ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। ଏହା ସହିତ ଯଦି ଆପଣ ବ୍ୟବସାୟ କିମ୍ବା ବାଣିଜ୍ୟରେ ଜଡ଼ିତ, ତେବେ ଏହି ସମୟ ଦ୍ରୁତ ଏବଂ ଘାତାଙ୍କିୟ ଅଭିବୃଦ୍ଧିର ପରିଶ୍ରୁତି ଦିଏ। ପ୍ରଗତି ଯାହା ଦିନକୁ ଦିନ ବହୁଗୁଣିତ ହୁଏ, ଆପଣଙ୍କର ବ୍ୟବସାୟ ବିସ୍ତାରିତ ହେବ ଏବଂ ଆପଣ ସମସ୍ତ ଦିଗରୁ ଲାଭ ପାଇବେ। ଯଦି ଆପଣ ଆପଣଙ୍କର ବୃତ୍ତିଗତ ପ୍ରୟାସରେ ପରିଶ୍ରମୀ ଏବଂ ସମର୍ପିତ ରହିବେ, ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ବଜାୟ ରଖନ୍ତୁ, କିନ୍ତୁ ଗୋଟିଏ ଛୋଟ ସତର୍କତା ପାଳନ କରନ୍ତୁ। କାହାକୁ ଆପଣଙ୍କର ଗୁପ୍ତ କଥା ପ୍ରକାଶ କରନ୍ତୁ ନାହିଁ। ଆପଣ ଯାହା କହିବାକୁ ଚାହୁଁଛନ୍ତି ବର୍ତ୍ତମାନ କରନ୍ତୁ,
କିମ୍ବା ଭବିଷ୍ୟତରେ କରିବାକୁ ଯୋଜନା କରୁଛନ୍ତି ତାହା ନିଜ ପାଖରେ ରଖନ୍ତୁ। କେବଳ ନୀରବ ଏବଂ ସ୍ଥିର ଭାବରେ ଆପଣଙ୍କର କାମରେ ଧ୍ୟାନ ଦିଅନ୍ତୁ। ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଲୋକମାନେ ପ୍ରାୟତଃ ପଛରେ ପଡ଼ିବାର ଏକ ମୁଖ୍ୟ କାରଣ ହେଉଛି ଯେ ସେମାନେ ସେମାନଙ୍କର ଅନ୍ତର୍ନିହିତ ଚିନ୍ତାଧାରା ଏବଂ ଯୋଜନା ଗୁଡ଼ିକୁ ଅନ୍ୟମାନଙ୍କୁ ଜଣାଇବାକୁ ଚେଷ୍ଟା କରନ୍ତି, ଘୋଷଣା କରି ମୁଁ ଏହା କରିବାକୁ ଚାହୁଁଛି, ମୁଁ ତାହା କରିବାକୁ ଚାହୁଁଛି, କିମ୍ବା ମୁଁ ଏହି ପ୍ରକଳ୍ପରେ କାମ କରୁଛି। ଯେତେବେଳେ ଆପଣ ପଛରେ ପଡ଼ିଯାଆନ୍ତି, ନିଜର ଯୋଜନା କାର୍ଯ୍ୟକାରୀ କରିବାକୁ ଅସମର୍ଥ ହୁଅନ୍ତି, ତେଣୁ ପଛରେ ପଡ଼ିବା ଏଡ଼ାଇବା ପାଇଁ ଆପଣଙ୍କୁ ଆପଣଙ୍କର ଉଦ୍ଦେଶ୍ୟ ପ୍ରକାଶ କରିବାରୁ ନିବୃତ୍ତ ରହିବା ଉଚିତ। ଆପଣ ଚୁପଚାପ ନିଜର କାମରେ ନିଜକୁ ବୁଡ଼ାଇ ରଖନ୍ତୁ। ଫଳାଫଳ ବିଷୟରେ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣ ଯେଉଁ ଫଳାଫଳ ପାଇବେ ତାହା ନିଃସନ୍ଦେହରେ ଶୁଭ ହେବ ଏବଂ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ସପକ୍ଷରେ କାମ କରିବ। ଏହା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ ଆପଣଙ୍କର ମନ ଭିତରେ ଏକ ଦୃଢ଼ ଏବଂ ଅଟଳ ସଂକଳ୍ପ ବଜାୟ ରଖିବାକୁ ପଡ଼ିବ। ନିରାଶାର କୌଣସି କାରଣ ନାହିଁ। ଆପଣଙ୍କର କାମ ପ୍ରତି ସମର୍ପିତ ରୁହନ୍ତୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହି ସମୟ ଆପଣଙ୍କର ପ୍ରେମ ସମ୍ପର୍କ ପାଇଁ ଅସାଧାରଣ ଭାବରେ ଅନୁକୂଳ ହେବାର ପ୍ରତିଶ୍ରୁତି ଦିଏ। ଯଦି ଆପଣ ପ୍ରେମରେ ଅଛନ୍ତି ଏବଂ କାହାକୁ ଆପଣଙ୍କର ଭାବନା ପ୍ରକାଶ କରିବାକୁ ଚାହାନ୍ତି, ତେବେ ଆଗକୁ ବଢନ୍ତୁ ଏବଂ ତାହା କରନ୍ତୁ। ଫଳାଫଳ ଯାହା ହେଉନା କାହିଁକି, ନିଷ୍ପତ୍ତି ଶେଷରେ ଆପଣଙ୍କ ସପକ୍ଷରେ କାମ କରିବ। ଏହି ସମୟ ଅବିବାହିତ ମାନଙ୍କ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଘରେ ବିବାହ ପାଇଁ ଅନୁକୂଳ ପ୍ରସ୍ତାବ ଆସିବାର ସମ୍ଭାବନା ଅଛି, ଯାହା ଆପଣଙ୍କୁ ଏକ ସୁନ୍ଦର ଜୀବନସାଥୀ ବାଛିବାକୁ ସକ୍ଷମ କରିବ। ଆପଣ ଯେଉଁ ପ୍ରେମ ଚାହୁଁଛନ୍ତି ତାହା ପାଇବେ। ସଂକ୍ଷେପରେ, ଏହା ହୃଦୟର ବିଷୟ ପାଇଁ ଏକ ଅତ୍ୟନ୍ତ ଶୁଭ ସମୟ। ଏହା ବ୍ୟତୀତ ଆପଣଙ୍କ ଘର ଏବଂ ପାରିବାରିକ ଜୀବନରେ ଏକ ଆନନ୍ଦଦାୟକ ଏବଂ ସୁସଙ୍ଗତ ପରିବେଶ ବିରାଜମାନ କରିବ। ଯଦି ବର୍ତ୍ତମାନ ଆପଣଙ୍କ ଘର ଏବଂ ପରିବାର ମଧ୍ୟରେ କୌଣସି ମତଭେଦ କିମ୍ବା ଉତ୍ତେଜନା ଅଛି, ତେବେ ତାହା ଦୂର ହୋଇଯିବ ଏବଂ ପ୍ରେମ ଏବଂ ସମନ୍ୱୟ ପୁନଃ ସ୍ଥାପିତ ହେବ। ସେହିପରି ଯଦି ଆପଣ ଆପଣଙ୍କର ସମ୍ପର୍କୀୟ କିମ୍ବା ପରିବାର ସହିତ କୌଣସି ପ୍ରକାରର ବିବାଦ କିମ୍ବା ମତଭେଦରେ ଜଡ଼ିତ ଅଛନ୍ତି, ତେବେ ପରିସ୍ଥିତି ଏପରି ଭାବରେ ସମାନ ହେବ ଯେ ପାରସ୍ପରିକ ସ୍ନେହ ବୃଦ୍ଧି ପାଇବ ଏବଂ ଦ୍ୱନ୍ଦ୍ୱର ଅନ୍ତ ହେବ। ସମସ୍ତେ ଏକତା ଏବଂ ସହଯୋଗରେ ଏକାଠି ରହିବେ। ଏହା ବ୍ୟତୀତ ଯେଉଁମାନେ ସନ୍ତାନ ପାଇବାକୁ ଆକାଂକ୍ଷୀ ଅଛନ୍ତି କିମ୍ବା ଯେଉଁମାନେ କୌଣସି କାରଣରୁ ପିତାମାତା ହେବାର ଆନନ୍ଦ ଅନୁଭବ କରିପାରି ନାହାନ୍ତି, ସେମାନଙ୍କ ପାଇଁ ଏହି ସମୟ ସେହି ଇଚ୍ଛା ପୂରଣର ପ୍ରତିଶ୍ରୁତି ଦିଏ। ଆପଣ ସନ୍ତାନ ପାଇବାର ଆନନ୍ଦରେ ଆଶୀର୍ବାଦ ପାଇବେ। ଏହା ଏତେ ସୁନ୍ଦର ସମୟ ହେବ ଯେ ଏକ ଶିଶୁର ହସର ଶବ୍ଦ ଶୀଘ୍ର ଆପଣଙ୍କ ଘରେ ପ୍ରତିଧ୍ୱନିତ ହେବ। ଆପଣ ନିଜ ପରିବାର ମଧ୍ୟରେ ଆନନ୍ଦର ଅବସରକୁ ପାଳନ କରିବା ପାଇଁ ନିଜକୁ ମିଠା ବାଣ୍ଟୁଥିବାର ଦେଖିବେ। ଏହା ପ୍ରକୃତରେ ଏକ ଉତ୍କୃଷ୍ଟ ପର୍ଯ୍ୟାୟ ହେବାକୁ ଯାଉଛି। ଆଶା ହରାନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ଆପଣଙ୍କର ପିଲାମାନଙ୍କ ବିଷୟରେ ଶୁଭ ଖବର ପାଇପାରନ୍ତି। ଶୁଭ ଖବର ଦ୍ୱାରା ଏହାର ଅର୍ଥ ହେଉଛି ଯେ ଆପଣଙ୍କର ପିଲାମାନେ ଏପରି କିଛି କରିବେ ଯାହା ଆପଣଙ୍କ ପରିବାରର ନାମକୁ ସମ୍ମାନ ଏବଂ ଗୌରବ ଆଣିବ। ସେମାନେ ଯାହାର ବି ହାତ ଧରିବେ ତାହା ଆପଣଙ୍କ ଉପରେ ସକାରାତ୍ମକ ଭାବରେ ପ୍ରତିଫଳିତ ହେବ। କ୍ୟାରିୟର ଦୃଷ୍ଟିରୁ ଆପଣଙ୍କର ପିଲାମାନେ ଏହି ସମୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଲାଭ ଏବଂ ସଫଳତା ପାଇବାର ସମ୍ଭାବନା ମଧ୍ୟ ରଖିଛନ୍ତି। ଯେଉଁମାନେ କାମ କିମ୍ବା ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ସେହି ସ୍ୱପ୍ନ ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଆପଣଙ୍କୁ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିବ। ଆଗାମୀ ସମୟ ମଧ୍ୟ ଆପଣଙ୍କର ବ୍ୟବସାୟ ଏବଂ ବାଣିଜ୍ୟ ପ୍ରୟାସ ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ପ୍ରମାଣିତ ହେବ। ଏହି ସମୟରେ ଘଟୁଥିବା ଗ୍ରହ ସଂରଚନା ଏବଂ ସ୍ୱର୍ଗୀୟ ପରିବର୍ତ୍ତନ ଆପଣଙ୍କ ପାଇଁ ଧନ ଅର୍ଜନ କରିବାର ଅନୁକୂଳ ସୁଯୋଗ ସୃଷ୍ଟି କରିବ। ଏହା ସହିତ ନୂତନ ଯାନ କିଣିବାକୁ ଚାହୁଁଥିବା ଲୋକମାନେ ସେହି ଇଚ୍ଛା ପୂରଣ କରିପାରିବେ। ସେହିପରି ଯଦି ଆପଣ ଏକ ନୂତନ ଘର କିଣିବାକୁ ଚାହୁଁଛନ୍ତି, ତେବେ ଏହା କରିବା ପାଇଁ ଏକ ଉପଯୁକ୍ତ ସମୟ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ସମ୍ପତ୍ତିରେ ନିବେଶ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ତେଣୁ ସମସ୍ତ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ପାଇଁ ଆଗାମୀ ସମୟ ଅସାଧାରଣ ଭାବରେ ଅନୁକୂଳ। ଏହା ସେୟାର ବଜାର ସହିତ ଜଡ଼ିତ ଲୋକଙ୍କ ପାଇଁ ମଧ୍ୟ ଏକ ଲାଭଦାୟକ ସମୟ ହେବ। ଶେଷରେ ମୁଁ ତୁମକୁ ଗୋଟିଏ ପରାମର୍ଶ ଦେଉଛି।
ଯଦି ତୁମେ ପ୍ରକୃତରେ ସଫଳତା ପାଇବାକୁ ଚାହୁଁଛ ତେବେ ତୁମକୁ ଖରାପ ସଙ୍ଗତିରୁ ନିଜକୁ ଦୂରେଇ ରଖିବାକୁ ପଡିବ। ଯଦି ତୁମେ ତୁମର ଜୀବନର କିଛି ତିଆରି କରିବାକୁ ଏବଂ ଆଗକୁ ବଢିବାକୁ ଚାହୁଁଛ ତେବେ ତୁମକୁ ନକାରାତ୍ମକ ପ୍ରଭାବ ସହିତ ସମ୍ପର୍କ ଛିନ୍ନ କରିବାକୁ ପଡିବ। ଯଦି ତୁମର ବନ୍ଧୁ କିମ୍ବା ସହଯୋଗୀ ମାନେ ମଦ୍ୟପାନ, ମାଛ ମାଂସ କିମ୍ବା ଅଣ୍ଡା ଭଳି କ୍ଷତିକାରକ ଅଭ୍ୟାସରେ ଲିପ୍ତ ହୁଅନ୍ତି ତେବେ ତୁମେ ଏପରି ସଙ୍ଗତି ଏବଂ ଅଭ୍ୟାସରୁ ଦୂରେଇ ରହିବା ଉଚିତ। ଅତି କମରେ କିଛି ସମୟ ପାଇଁ ପରିତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ ଏବଂ ଫଳାଫଳ ଗୁଡ଼ିକୁ ପର୍ଯ୍ୟବେକ୍ଷଣ କରନ୍ତୁ। ବିଶେଷ କରି ଯଦି ତୁମେ ସଫଳତା ହାସଲ କରିବାକୁ ପ୍ରକୃତରେ ଦୃଢ। ଯଦି ତୁମେ ଖରାପ ସଙ୍ଗତିରୁ ନିଜକୁ ଦୂରେଇ ରଖିବାକୁ ବାଛ, ଯଦିଓ କେବଳ ଅଳ୍ପ ସମୟ ପାଇଁ, ତେବେ ଏହି ନିଷ୍ପତ୍ତି ତୁମ ପାଇଁ ପ୍ରକୃତରେ ଜୀବନ ପରିବର୍ତ୍ତନକାରୀ ପ୍ରମାଣିତ ହେବ। ସରଳ ଭାଷାରେ ଏହାକୁ ଚେଷ୍ଟା କର। ତୁମକୁ ସବୁଦିନ ପାଇଁ ପ୍ରତିବଦ୍ଧ ହେବାକୁ ପଡିବ ନାହିଁ, କେବଳ ସୀମିତ ସମୟ ପାଇଁ ଏହାକୁ ପରୀକ୍ଷଣ କର। ଯଦି ତୁମେ କିଛି ସମୟ ପାଇଁ ନକାରାତ୍ମକ ପ୍ରଭାବରୁ ଦୂରେଇ ଯାଅ ଏବଂ ଜାଣିବ ଯେ ଏହା ତୁମକୁ ଲାଭଦାୟକ, ତେବେ ତୁମକୁ ଏପରି ସଙ୍ଗତିକୁ ଫେରିବାର କୌଣସି ଆବଶ୍ୟକତା ରହିବ ନାହିଁ, କାରଣ ଆମେ ଏଠାରେ ଯାହା କହିଛୁ ତାହା ତୁମ ପାଇଁ ପଥରରେ ଖୋଦିତ ସତ୍ୟ ପ୍ରମାଣିତ ହେବ। ଯଦି ତୁମେ ତୁମ ଜୀବନରେ ସଫଳତା ହାସଲ କରିବାକୁ ଚାହୁଁଛ ତେବେ ତୁମକୁ ଖରାପ ସଙ୍ଗତି ଛାଡିବାକୁ ପଡିବ। ତାପରେ ଦେଖନ୍ତୁ କିପରି ହତାଶାର ମେଘ ଆପଣଙ୍କ ଅସ୍ତିତ୍ୱରୁ ଉଭାନ ହୋଇଯିବ। କେବଳ ମଙ୍ଗଳ ଏବଂ ମଙ୍ଗଳ। ଏହା ବ୍ୟତୀତ ଆମେ ଆପଣଙ୍କୁ ଗାଡି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛୁ। ଏହା କରିବା ଦ୍ୱାରା ଆପଣ ଏହି ସମୟ ମଧ୍ୟରେ ଯେକୌଣସି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ପାରିବେ। ଏହି ସମୟରେ ବୈଦ୍ୟୁତିକ ଉପକରଣ ଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବା ମଧ୍ୟ ବୁଦ୍ଧିମାନର କାର୍ଯ୍ୟ ହେବ। ବନ୍ଧୁଗଣ, ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଗ୍ରହ ନକ୍ଷତ୍ର ଗୁଡିକ ଉଜ୍ଜଳ ଭାବରେ ଝଲସୁଛନ୍ତି। ଏହି ପର୍ଯ୍ୟାୟରେ ଆପଣଙ୍କର ସ୍ୱାସ୍ଥ୍ୟ ଉତ୍କୃଷ୍ଟ ରହିବ। ଯଦିଓ ଆପଣ ବର୍ତ୍ତମାନ କୌଣସି ରୋଗରେ ପୀଡିତ ଅଛନ୍ତି କିମ୍ବା କିଛି ସମୟ ଧରି ଏକ ଦୀର୍ଘକାଳୀନ ରୋଗ ସହିତ ଲଢୁଛନ୍ତି, ଆଶା ହରାଇବାର କୌଣସି ଆବଶ୍ୟକତା ନାହିଁ। କେବଳ ଆପଣଙ୍କର ନିୟମିତ ଚିକିତ୍ସା ଜାରି ରଖନ୍ତୁ। ଆପଣଙ୍କର ଦିନଚର୍ଯ୍ୟାରେ ଯଥାସମ୍ଭବ ଆୟୁର୍ବେଦିକ ଉପଚାର ଏବଂ ଅଭ୍ୟାସକୁ ସାମିଲ କରନ୍ତୁ। ଆପଣଙ୍କର ଜୀବନ ଶକ୍ତି ବଜାୟ ରଖିବା ପାଇଁ ଯୋଗ ଅଭ୍ୟାସ କରିବା ପାଇଁ ପ୍ରତ୍ୟେକ ଦିନ ସକାଳୁ ଶୀଘ୍ର ଉଠି ଚାଲିବାକୁ ଯାଆନ୍ତୁ ଏବଂ ପ୍ରାଣାୟାମ କରନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ମଜବୁତ ରହିବ। ନିଜକୁ ଚିନ୍ତାମୁକ୍ତ ରଖନ୍ତୁ। ପ୍ରାଣାୟାମ ଅଭ୍ୟାସ କରନ୍ତୁ, ଯୋଗାସନ କରନ୍ତୁ। ଆପଣ ରୋଗମୁକ୍ତ ରହିବେ। ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ। ତେଣୁ ବନ୍ଧୁମାନେ, ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଦ୍ୱାରା ମୁଁ ଏହି ଆଗାମୀ ସମୟ ଆପଣଙ୍କ ପାଇଁ କିପରି ଘଟିବ ତାହା ବର୍ଣ୍ଣନା କରିଛି। ମୋଟାମୋଟି ଭାବରେ ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ବାସ୍ତବତା ଯାହା ପୂର୍ବାନୁମାନ କରାଯାଇଛି ତାହା ସହିତ ସମାନ ହେବ। ତଥାପି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ପରାମର୍ଶ ଦିଆଯାଇଥିବା ନିର୍ଦ୍ଦିଷ୍ଟ ସତର୍କତା ଗୁଡ଼ିକୁ କଠୋର ଭାବରେ ପାଳନ କରିବାକୁ ପଡିବ। ତେବେ ହିଁ ଆପଣ ପ୍ରକୃତରେ ଲାଭ ପାଇବେ। ଏହା ବ୍ୟତୀତ ଯଦି ସମ୍ଭବ ହୁଏ ଦୟାକରି ଏହି ସମୟରେ ଗରିବ ଏବଂ ଅସହାୟ ମାନଙ୍କୁ ଆପଣଙ୍କର ସାହାଯ୍ୟର ହାତ ବଢାନ୍ତୁ। ଖାଦ୍ୟ, ଟଙ୍କା, ପୋଷାକ କିମ୍ବା ଅନ୍ୟ ଯାହା ଦେଇପାରିବେ ଆପଣଙ୍କର ଯଥା ସାମର୍ଥ୍ୟ ଆପଣଙ୍କର ସର୍ବୋତ୍ତମ ଶକ୍ତି ଅନୁସାରେ କରନ୍ତୁ। ଏହି ଉପାୟରେ ଗରିବ ଏବଂ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଆପଣଙ୍କ ଭାଗ୍ୟକୁ ଉଜ୍ଜଳ କରିବ। ଆପଣ ଯେତେ ଅଧିକ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିବେ, ପ୍ରଭୁ ଗଣେଶ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ସହିତ ସେତେ ଅଧିକ ଖୁସି ହେବେ। ତେଣୁ କୌଣସି ନା କୌଣସି ଭାବରେ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ, କାରଣ ଏହା ନିଃସନ୍ଦେହରେ ଆପଣଙ୍କର ସୌଭାଗ୍ୟର ସୂର୍ଯ୍ୟୋଦୟକୁ ପରିନେଇଯିବ। ତେଣୁ ବନ୍ଧୁମାନେ, ଆମେ ଏହି ପ୍ରକାରର ଆଉ ଏକ ଭିଡିଓରେ ପୁଣି ଥରେ ଭେଟିବୁ। ସେ ପର୍ଯ୍ୟନ୍ତ ଧନ୍ୟବାଦ। ଜୟ ଶ୍ରୀ ଗଣେଶ, ଜୟ ମା ଲକ୍ଷ୍ମୀ।